ओम श्री गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् गुरु ब्रह्मा गुरु विष्णु गुरुदेव महेश्वर गुरु साक्षात पूर्ण ब्रह्म तस्मै श्री गुरु ब्रह्म यही श्लोक समस्त बोलुन ଏବେ ଆମର କେତେ ଆଜ୍ଞା ଧାରୀ କେତେ ଆମର ଭାଇମାନେ ମଧ୍ୟ ଭଜନ ବୋଲିଲେଣି ସମସ୍ତେ ବୋଲୁଛନ୍ତି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମହେଶ୍ୱର ଗୁରୁଦେବ ମହେଶ୍ୱର କି गुरु साक्षात परम ब्रह्म आज से विषय आलोचना रही नहीं कहीं रही नहीं के भवरंग मंच तले बाहुड़ी अभिनय सारी है भव रंग मंच तले
ହବ କହନ୍ତେ ପୃଥିବୀ। ଏ ପୃଥିବୀ ହେଉଛି ଗୋଟିଏ ରଙ୍ଗମଣ୍ଡଳ। ଯେପରି ନାଟ ମଣ୍ଡପରେ କଳାକାରମାନେ ଆସି କଳା ପ୍ରଦର୍ଶନ କରି ଫେରିଯାଆନ୍ତି, ପରିଶେଷରେ କ'ଣ ହୁଏ? ଯେମିତି କର୍ମ କରନ୍ତି ସେମିତି ଫଳ ପାଆନ୍ତି। କିଏ ତୋର ଡକାୟତି ଧାନ ମାର କରନ୍ତି, ଲାଷ୍ଟକୁ କ'ଣ ହୁଏ? ସେଇ ମଧ୍ୟ ସେ ଧାନ କାଟ ହୁଏ ମରେ ଶେଷ। କିନ୍ତୁ ଯିଏ ଭଲ କର୍ମ କରେ ସେଇ ଭଲ ଫଳ ପାଏ। ନାଟକରେ ଦେଖିଥିବେ ଆପଣ, ଅନୁଭବ କରିଥିବେ। ସେଇ ପ୍ରକାରେ କ'ଣ ହେଲା? ଭଲ କର୍ମ ଆଉ ମନ୍ଦ କର୍ମ, ସୁକର୍ମ ଆଉ କୁକର୍ମ। ତା ଭିତରେ ଆଉ ଗୋଟେ କର୍ମ ରହିଛି, କ'ଣ? ଅକର୍ମ। ଅକର୍ମ କ'ଣ? କେମିତି ଜାଣିବା ସେ ଅକର୍ମ? କିଏ କହିବେ? ଗୁରୁ। ଗୁରୁଙ୍କର ଆବଶ୍ୟକ ପଡ଼ିଥାଏ। ଗୁରୁ କ'ଣ? ଗୁରୁ କିଏ? ଆମେ କେମିତି ଗୁରୁକୁ ଚିହ୍ନିବା? ଗୁରୁକୁ କିପରି ସେବା କରିବା? ସେ ବିଷୟ ଦେଖିବା। ଶାସ୍ତ୍ରରେ ଲେଖା ଅଛି, ମାତା ସେବା କଲେ ଆୟୁଷ ବଢ଼ଇ, ପିତା ସେବା କଲେ ଯେ କୁଳ ଯୋଗ୍ୟ ହୋଇ। ଗୁରୁ ସେବା ତ ବଡ଼ କଠିନ, ଖୋଜିଲେ ମିଳିବ। ଶୁଣ ସବୁ ତମେ ଦେଇଛି ସୁଯୋଗ ଦେଇଛି ତ ପରମ ଶାସ୍ତ୍ର ଭାଗବତ। ଯଦି ସମୟ ହବ ବୋଲେ ଭାଗବତ ବିଷୟରେ କହିବି, ତାକୁ ଗୁରୁ ବିଷୟରେ କହିବି। ଓମ୍ ଶ୍ରୀ ଗୁରୁ ପୂର୍ଣ୍ଣ ବ୍ରହ୍ମ ସତଳେ ମୁଖେ କର ଗାନ। ଓମ୍ ଯେ ତିନୋଟି ଅକ୍ଷର, ଅକାର ଉକାର ମକାର। ଦେଖନ୍ତୁ, ତିନୋଟି ଅକ୍ଷରକୁ ସଂଯୋଗ କଲେ ଓମ୍ ଅକ୍ଷର ହେଉଛି। ଅ ଉ ଆଗେ ଗୋଟେ ବିନ୍ଦୁ ଦେଲେ ଓମ୍। ଅ ଉମ୍। ଅକାର ଉକାର ମକାର। ଉକାର ବ୍ରହ୍ମାର ଜଗୁଣା, ମକାର ଉକାର ବ୍ରହ୍ମା ରଜଗୁଣ। ରଜ କା ପାଖରେ ଅଛି? ମା ପାଖରେ ଅଛି। ଦେଖନ୍ତୁ, ଆମର କଳିଯୁଗରେ ଠାକୁର ହେଉଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ଜଗନ୍ନାଥଙ୍କୁ କ'ଣ କହୁଛନ୍ତି? ବିଷ୍ଣୁ। ବଳଭଦ୍ରକୁ ଶିବ, ସୁଭଦ୍ରାକୁ ବ୍ରହ୍ମା। କହୁଛନ୍ତି ବ୍ରହ୍ମା ବିଷ୍ଣୁ ଶିବ ତ୍ରିମୂର୍ତ୍ତି। ସେଇ ପ୍ରକାରେ ଉକାର ବ୍ରହ୍ମା ରଜଗୁଣ। ଉକାର କି ହେଲା? ରଜ କା ପାଖରେ ଅଛି? ମା ପାଖରେ ଅଛି। ମା ହେଲା ରଜଗୁଣ, ଉକାର। ମକାର ଶିବ ବିନ୍ଦୁ ଜାଣୁ। ବିନ୍ଦୁ କା ପାଖରେ ଅଛି? ବାପା ପାଖରେ ଅଛି। ଇଏ ବଳଭଦ୍ର। ବିନ୍ଦୁ ବାପା ଦେଇଛନ୍ତି, ମା ଆଉ ବାପା। ଉକାର ମକାର। ଅକାର ବାୟୁ ସଂଯୋଗରୁ
ଶରୀର ନିର୍ମାଣ ଗର୍ଭ ମକାର ମନ ବାପ ମନ ମା ବାପା ସ୍ତ୍ରୀ ପୁରୁଷ ଦୁଇଙ୍କର ମନ ତିନି ହେଲେ ଅକାର ଉକାର ମକାର ରଜ ବୀର୍ଯ୍ୟ ପବନ ତିନି ହେଲେ ଅକାର ଉକାର ମକାର ସତଗୁଣ ରଜଗୁଣ ତମଗୁଣ এই ত্রিগুণରୁ ଏ ଶରୀରଟି ଉତ୍ପତ୍ତି ହେଉଛି। ହେଲେ ଆମର ପ୍ରଥମ ଗୁରୁ ହେଲେ କିଏ? ମା ବାପା। ମା କେତେ କଷ୍ଟ କରି 10 ମାସ କାଳ ଗର୍ଭରେ ଧାରଣ କରି ସନ୍ତାନ ପଡ଼ିଲା, ପୁଣି ପୁତ୍ରୀ ଖୁଆଇ ପିଆଇକି ଆମକୁ ବଡ଼ କଲା। ତେଣୁ ପ୍ରଥମେ ଆମର ଗୁରୁ ହେଉଛନ୍ତି ମା ବାପା। ତାଙ୍କୁ ପଦଟିଏ ନ କହି ତାଙ୍କର ପାଦରେ ମୂଲ୍ୟଟେ ନ ମାରି କିଛି ଗୁରୁ ଗୁରୁ କହି ହଜରେ ମୂଲ୍ୟ ମାରିଲେ କିଛି ବି ପ୍ରୟୋଗ ନାହିଁ। ପ୍ରଥମେ ମା ବାପାଙ୍କୁ ସେବା କର, ମା ବାପାଙ୍କୁ କଥା ତାଙ୍କର ଆଦେଶ ହେଲେ ଏଠିକି ଆସ। ତାପରେ କଣ ହେଲା? ପ୍ରଥମରେ ମାତା ପିତା ଗଲେ ଗୁରୁ, ତାପରେ ଆସିଲେ କଣ? ପୁଅକୁ 5 ବର୍ଷ ହେଇଗଲା। ମା ବାପା ବିଚାର କଲେ ପାଠ ପଢ଼ିବାକୁ ନହେଲେ ସେ ମୂର୍ଖ ହେଇଯିବ। ବିଚାର କରି ପଟା ଖଣ୍ଡେ ଖଣ୍ଡେ ଧରି ପୁଅକୁ ଧରି ଚାଲିଗଲେ ଚାପ ଛାଡ଼ି। ଗୁରୁ କଣ କଲେ? ପୁଅ ହାତରେ ଖଣ୍ଡି ଧରାଇ ଦେଇ ଲେଖିଦେଲେ ଗୋଟିଏ ଶୂନ୍ୟ। ସେତେବେଳେ ଆମେ କିଛି ଜାଣିନାହାନ୍ତି, ପକେଇଲୁ ଆମର ସାହସ ନାହିଁ। ଶୂନ୍ୟର ତତ୍ଵ କଣ? ଗୁରୁ କହିଲେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧୁ ଶବ୍ଦ ଉତ୍ପନ୍ନ ଶବ୍ଦ ମଧୁ ନିରାକାର ନିରାକାର ବ୍ରହ୍ମ ରୂପମ୍ ବ୍ରହ୍ମ ମନୁଷ୍ୟ ଜଗତ। ସେଟା ଆମେ ଯିବା ନେବେ ତେବେ ପାଠ ପଢ଼ିଲେ କଣ? ବ୍ରହ୍ମା ବିଷ୍ଣୁ ଶିବ ମା ବାପା ପାଠ ପଢ଼ିଲେ ଆସିଲେ ବିଦ୍ୟାଗୁରୁ ଅଛି। ପାଠ ପଢ଼ିଲେ ବଡ଼ ହେଲେ ଧନ ଅଳଙ୍କାର କୋଠା ବାଡ଼ି କଲେ ସବୁ। ଶାସ୍ତ୍ରରେ ଲେଖା ଅଛି ଧନ ଅର୍ଜୁନ ଧର୍ମ କରି ଧର୍ମେ ପ୍ରାପ୍ତ ନରକ। ଧର୍ମ କିପରି କରିବ? ଦେଖନ୍ତୁ ଆଜି ଆମର ଭାରି ମା ପଡ଼ିଯାଇଛନ୍ତି। ଆଜି ତାଙ୍କର ବାର୍ଷିକ ଉତ୍ସବ, ଆଜି ତାଙ୍କର ଶ୍ରାଦ୍ଧ କରିଥିବେ। ତାଙ୍କର ପୁରୋହିତ ଶ୍ରାଦ୍ଧ କଲା ଆସିକି ପଚାରିଥିବେ, ପିଣ୍ଡ ଦେଲା ଆସିକି ତାପରେ ଗୁରୁ ମନ୍ତ୍ର ଶ୍ରବଣ କରି ପିଣ୍ଡଟାକୁ ଟିକେ ଶୁଣିଲେ କହିଦେବେ। ପୁରୋହିତ ଗୁରୁ ମନ୍ତ୍ର ଶ୍ରବଣ କରି ପିଣ୍ଡଟାକୁ ଟିକେ ଶୁଣିଲେ। ଶୁଣିବା କଥାକୁ ନେଇ ଅନେକ ଧର୍ମର ଲୋକ ଆମକୁ ଘୃଣା କରୁଛନ୍ତି। ଏ ଶୁଣିକିରି ଖାଉଛନ୍ତି, ଶୁଣିକିରି ପିଉଛନ୍ତି, ହବିରେ ଶୁଣୁଛନ୍ତି, ମୁଦିରେ ଶୁଣୁଛନ୍ତି। ସେମାନେ କଣ ଶୁଣୁନାହାନ୍ତି? ସେମାନେ କଣ ଶୁଣୁନାହାନ୍ତି? ଯୋଉ ଭାତ ଗୁଣ୍ଡେ ପାଟିକି ନେଉଛନ୍ତି, ବାସରେ କଣ ଯାଉନି ଲୋକକୁ? ଝାଡ଼ା ବସି ଗନ୍ଧ ହଉନି? ଆଉ ସେମାନେ କିନ୍ତୁ ଶୁଣୁନାହାନ୍ତି। ଯଦି ତାକୁ ଦେଲେ ଖାଉଛି, ନଦେଲେ ଖାଉଛି, ମତେ ବା କାହିଁକି? ଆହୁରି ଗୋଟେ ବିଷୟ ରହିଛି, କାହିଁକି ସୁବିଧା? କିନ୍ତୁ ପୁରୋହିତ ସିନା କହିଦେଲେ ପିଣ୍ଡଟାକୁ ସୁବିଧା ବୋଲିକରି ସେ ମଧ୍ୟ ଜାଣିନାହାନ୍ତି କହିବା ପାଇଁ। କାହିଁକି ଆମେ ପିଣ୍ଡଟାକୁ ସୁବିଧା? ମା ବାପା ପଢ଼େଇ ଗଲେ। ବାପାଙ୍କର ବୀର୍ଯ୍ୟରୁ କଣ ଆସିଛି? ହାଡ଼ ମଜା ଆସିଛି। ଏ ଶରୀରରେ ଅଛି ନା? ସେଇ ବୀର୍ଯ୍ୟରୁ ହାଡ଼ ମଜା ତିଆରି ହେଇଛି। ମାର ରଜରୁ ରକ୍ତ ମାଂସ ତିଆରି ହେଇକି ଶରୀର ଅଛି। ତାଙ୍କର ଅଂଶ ଅଛି କି ନାହିଁ? ତାଙ୍କ ଦୁହିଁଙ୍କର ପବନ ଏ ଶରୀର ଯିବା ଆସିବା, ତାଙ୍କ ଦେହରେ ଯୋଉ ପବନ ଯିବା ଆସିବା କରୁଥିଲା ସେଇ ପବନ ଏ ଶରୀରରେ ଯିବା ଆସିବା କରୁଥିଲା। ତେଣୁ ତାଙ୍କର ଅଂଶ ଏ ଶରୀରରେ ଅଛି। ସେ ଦିନଟାକୁ ମନ ପକାଇବା ପାଇଁ ବୋଲିକି ଶ୍ରାଦ୍ଧ କରୁଛନ୍ତି। ସଭାରେ ପୁଅ ଝିଅ ନାତି ବସିଣ ଭନନ୍ତି, ଏମାନେ ପିତୃଗଣ, ଆଉ କିଛି କରୁନାହାନ୍ତି। ପୁଅ ଝିଅ ନାତି ବସିଣ ଭୁଞ୍ଜନ୍ତି, ଏମାନେ ପିତୃଗଣ। ଶ୍ରଦ୍ଧାରେ ସେ ଦିନଟାକୁ ମନ ପକେଇକି ବାପା ମାଙ୍କୁ ଶ୍ରାଦ୍ଧ କରୁଛନ୍ତି। କଣ ହେଲା ଏଠି?
ଗୁରୁ କଣ ପୁରୋହିତ କଣ କଲେ? ଗୁରୁ ମନ୍ତ୍ର ସ୍ମରଣ କରି ତୁଲ୍ୟକୁ ଶୁଣିଲେ। ଆମେ ପଚାରୁଛନ୍ତି ଗୋଷେଇ ଆଗରୁ ଗୁରୁ କଣ? ଗୋଷେଇ କଣ? ଆରେ ଗୁରୁ କଣ ଜାଣିନୁ? ଶାସ୍ତ୍ରରେ ଲେଖା ଅଛି ପରା, ଗୁରୁ ଲଗଲା ଲୋକର ନ ଛୁଇଁବ ପାଣି, ସେ ପାଣି ଟିକେ ଅଟେ ଆମେ ଧରିଲେ ଗଲେ। ହାତରୁ ପାଣି ଟିକେ ଗ୍ରହଣ କରନ୍ତୁ ଆଉ ଗୁରୁ ସବୁ ପିଣ୍ଡ ଦେଇକିରି ଯାହା ଯାହା ଆଗେ ଗୁରୁ ଡାକିକି ଗୁରୁ ମନ୍ତ୍ର ଗ୍ରହଣ କରେ। କଣ କଲେ? ଗୁରୁ ଡାକି ଆଣିଲେ ଗୁରୁ ପୂଜା ଅବସର ବାଢ଼ିଲେ, ପୂଜା ବିଧି ସବୁ କଲେ। ଗୁରୁ କଣ କଲେ? କାନ୍ଧରେ ନିଜର ଚାବିରେ ଢାଙ୍କି ଦେଲେ, କାନ୍ଧରେ କଣ ଗୁରୁ ଗୁରୁ ହେଇକିରି ବିଚାରି ପରେ କଣ? ହରେ ରାମ କିନ୍ତୁ ଆମ ପ୍ରଶ୍ନ ସବୁ ଗୋଟିଏ କହିବ, ଗୁରୁ ପୂର୍ଣ୍ଣାନନ୍ଦ କହିବ। ସତ ଗୁରୁ ଦେବେ ବାରେ ଗୋଇଠା, ଅନ୍ଧାର ଘରେ ଘରେ ଗୋଇଠା। ସତ ଗୁରୁଙ୍କର ପାଦ ଯଦି ବାଜିବ ତାହେଲେ ଏ ଘରେ ଦୀପ ଜଳିବ। ଆଗରୁ କଣ କବିରେ ଥିଲା ବୋଲି, ରହି ରହି କେହି ରହିବେ ନାହିଁ କି ଭଗବାନ ପଡ଼େ, ବାହୁଡ଼ି ବେଶରେ ଅଭିନୟ ସାରି ନିଜ ନିଜ କର୍ମ କରେ। ଗୁରୁଙ୍କର ବିଷୟ ହେଲା, ଗୁରୁ ବ୍ରହ୍ମା ହେଲା, ଗୁରୁ ବିଷ୍ଣୁ ହେଲା, ଗୁରୁ ମହେଶ୍ୱର ହେଲେ, ଆଉ କଣ ରହିଲେ? ଗୁରୁ ସାକ୍ଷାତ ବ୍ରହ୍ମ। ସେ ବ୍ରହ୍ମ କଣ? ବିଷ୍ଣୁ ପୁରାଣରେ ଟିକେ ଆସିବ, ଟିକେ ଗୀତା ଆକାରରେ ପ୍ରଶ୍ନ ଉତ୍ତର କିଏ ପଢିଛନ୍ତି? ବିଷ୍ଣୁ ପୁରାଣ କିଏ ପଢିଛନ୍ତି କି? ଯଦି ପଢିଦିଏ ବେଲେ କହିବି, ନହେଲେ କହିବି ଆଗ ତାର ପଢେ କହିବି। ଶ୍ରୀ ପୂର୍ଣ୍ଣାନନ୍ଦ ପାଦ ପଦ୍ମେ ପଡ଼ି ଗଣେଶ ମାଗେ ଶରଣ କହିବା ହେ ଗୁରୁ ନୃସିଂହ ପୁରାଣ ହେ ଜୀବ ପ୍ରଳୟ ଶିଷ୍ୟ ନିବେଦନ ଶୁଣି ପୂର୍ଣ୍ଣ ବ୍ରହ୍ମ ଗଣେଶ ଶୁଣ କାହାଣୀ ପର୍ବତ ଶିଖରେ ସେ ମୂଳ ରାମ ସମୁଦ୍ରେ ଖେଳେ ହରି। ପ୍ରଭୁ ହେ ଗୁରୁଦେବ, ବିଷ୍ଣୁ ପୁରାଣରେ ପୀତାମ୍ବର ଦାସ ଲେଖିଛନ୍ତି ସୃଷ୍ଟି ସୃଜନ ପ୍ରଳୟ ବିଷୟରେ, ସେ ବିଷୟରେ ଟିକେ ବୁଝାଇଥିଲେ। ସେ ଲାଷ୍ଟକୁ ପୀତାମ୍ବର ଦାସ ଲେଖିଲେ ଯେ ଏ ଭଲ ନାହିଁ ଟିକେ ଛଡ଼ାକୁ, ଏ ଭଲ ଗୁଡ଼ିକ ଯଦି ତୁ ବୁଝିଯିବୁ ବିଷ୍ଣୁ ପୁରାଣର ଭାବ କଣ କହିଲେ? ପର୍ବତ ଶିଖରେ ଶେଉଳର ମଣି ସମୁଦ୍ରେ ଖେଳେ ହରି। ପର୍ବତ କୋଡ଼ା ହେଲା ଶରୀର ହେଲା ଆମ ପର୍ବତ, ଶିଖର କୋଡ଼ା ହେଲା ନାସି। ପର୍ବତ ଶିଖରେ ଶେଉଳର ମଣି ପର୍ବତ ସବୁ ଚୂଡ଼ା ସମୁଦ୍ରରେ ଖେଳେ ହରିଣୀ। ଷଡ଼ଚକ୍ର ଲିଙ୍ଗ ହେଲା ସମୁଦ୍ର, ହରିଣୀ ଯିବ ବତା କଥା। ତାପରେ କଣ ହେଲା? ମଣ୍ଡୁକି ମାରିଛି ଝୁମୁକି ପଠାଉ, ଏ ମଣ୍ଡୁକି ମାରିଛି ଝୁମୁକି ପଠାଉ, ସୁଗାରେ ହୋଇଛି ରାଜା କଲିକତା। ମଣ୍ଡୁକି ଯେ ମନ ରାଜା ହୋଇଅଛି, ଶୃଙ୍ଗାର ଶରୀରେ ଜାଣ କଲିକତା।
ପଟେ ରହିଲା ପୃଥିବୀ ରହିଲା ମନକୁ ଯେ ମନ ରାଜା ହୋଇଅଛି ଈଶ୍ୱର ଯେ ମନ ହେଉଛି ରାଜା ମନକୁ ଯେ ମନ ରାଜା ହୋଇଅଛି ଶୃଗାଳ ଶରୀର ଶୃଗାଳ ଯେ ଶରୀର ଏ ଶରୀରରେ ମନ ହେଉଛି ରାଜା କଲିକତା ଯେ କାଳ ହେଇକି ବସିଛି କଲିକତା ଯେ କାଳ ବୁଲୁଛି ଜୀବ ଥଟେ ପ୍ରଜା ସେ ଜୀବ ତାର ପ୍ରଜା ରୂପରେ ସେ ଯାହା କରିବ ସେ ଅନୁସାରେ ସେ କର୍ମ କରି ଯାଉଛି ବଳଦ ବାପୁଡ଼ା ଘର ଛାଉଁଅଛି ଯୁବ କରି ରୁଅ ବତା ବଳଦ ବାପୁଡ଼ା ଘର ଛାଉଁଅଛି ଯୁବ କରି ରୁଅ ବତା ଦଣ୍ଡ କେଳି ମାଛ ଦଣ୍ଡ ବଳଦ ବାପୁଡ଼ା ଘର ଛାଉଁଅଛି ଯୁବ କରି ରୁଅ ବତା ବଳଦ ଯେ ବ୍ରହ୍ମ ବାପୁଡ଼ା ପରମ ଯୁବକ ଦଶମ ଦ୍ୱାରେ ଦଣ୍ଡ କେଳି ଦଶ ବ୍ରହ୍ମ ବାପୁଡ଼ା ପରମ ବାୟୁ ବାପୁଡ଼ା ଯେ ବାୟୁ ବ୍ରହ୍ମ ଆଉ ପରମ ବଳଦ ଯେ ବ୍ରହ୍ମ ବାପୁଡ଼ା ପରମ ଯୁବକ ଦଶ ମନ୍ଦରେ 10 ଦ୍ୱାର ଦେବି 10 ମନ୍ଦର ଦେବି 10 ଦ୍ୱାର କୁମ୍ଭରେ ଯାଇକିରି ପ୍ରବେଶ କରାଯାଏ ବ୍ରହ୍ମ ଆଉ ପରମ 10 ଦ୍ୱାର କୁମ୍ଭରେ କ'ଣ ଅଛି 15 କି 10 ତମ ଭୂମି ଅଛି ସେଠି ଯାଇକିରି ସେ ସ୍ଥାନ ପାଇ ବଳଦ ଯେ ବ୍ରହ୍ମ ବାପୁଡ଼ା ପରମ ଯୁବକ ଦଶ ମନ୍ଦରେ ଦଣ୍ଡ କେଳି 10 ଜଗତ ମୂଳରେ ପଦ ବାୟୁ ଛଟା ବାୟୁ ସେ ଜୀବ ପରମକୁ ସେଠି ନିର୍ମାଣ କରୁଛି ଏଣ୍ଡୁଅ ନାକରେ ସୁନା ମଳ ପଡ଼ି ନେଉଳ ନାକରେ ଗୁଣା एंडुआ नाकरे सुना नेउल नाकरे एंडुआ तोहर एकादश इउरी नेउल तोन पकवारे मुसमु मृणाल पद्मासो इयासिसे मम तो संसेनी एकादश इउरी आम शरीर एकादश शक्ति करते तो कहला टाइम ना एकादश इउरी एकादश शक्ति कौन आम शरीर एकादश इउरी ये नवद्वार पंचभूत रही एकादश हिंदू तोहर एकादश इउरी नेउल तो नवद्वार मुसामु मृणाल ମୁଁ ମୋର ବୋଲି କହୁଛି ମୃଣାଳ ମଞ୍ଜାରୀ ମନ ବ୍ୟାଘ୍ର ଖାଉଅଛି ପାଚଲା କଦଳୀ ଘୁଷୁରୀ ଖାଉଛି ପାନ ବ୍ୟାଘ୍ର ଖାଉଅଛି ପାଚଲା କଦଳୀ ଘୁଷୁରୀ ଖାଉଛି ପାନ ବଣ ବିରାଡ଼ିରେ
ଯିବା ପରମାରୁ ନିର୍ମାଣ ଘଟ ହେ ଯିବା ପରମାରୁ ନିର୍ମାଣ ଘଟ ଯେ ଦଶ ତଳରେ মাতা খাঙ্কের কি পুত্র দে ভণ্ডারি কাকে ডাকি আছে খলি পুয়াকু হচ্ছে 18 বরষ হে মাত দিয়াছি মাতা গর্ভ পুত্র জন্ম লোভন্দে খাঙ্কেরি ছিন্দা কুষ্মরে পুয়ার দেহরে অষ্টাদশ চিহ্নে দেখি মায়া পিপুড়ি বাপুড়া উড়ে বিভা হইগলা গগনে উড়িলা ধুলি বিলার কঙ্কড়া উড়া হইলে হে রে উড়া পিপুড়ি পরম বিভা বিশ্ব সত পিপুড়ি পরম বিভা বিশ্ব সত গগনে নাসার তলে বিলর কঙ্কড়া ঘর মুদ দেলে যে জীব ঘর ঘর করে বিপুড়ি পরম বিভা বিংশ শত গঠনে 30 করে নাসিকারে বিংশ শত আমি ভগবান করি বিলরে কঙ্কড়া কঙ্কড়াদের 10 বড় 10 চাবি করবে কোন জীব ঘোরা ঘোরা করে বিবাহ সময়ে সে জীব ভগবান ঘর বুଣୁଥିଲା ହଳିଆ ନଥିଲା ଇଚ୍ଛାରେ ହେଉଛି ଚାଷ ପୁଅ ମଲେ ବହୁ ବିଧବାନୁ ହଇରେ ଏ କଥା ହଳ ବୁଣୁଥିଲା ହକାର ସକାର জীব পরমঙ্গ খেল পুଅ দে পরম চালি গলে বহুরে তଳେ জীব সঙ্গ